ମୟୂଖାଦିତ୍ୟ। ପ୍ରାଚୀନ କାଳର କଥା। ଥରେ ସୂର୍ଯ୍ୟଦେବ ଭଗତୀଶ୍ୱର ଶିବଲିଙ୍ଗ ସହିତ ମାତା ଗୌରୀଙ୍କୁ ସ୍ଥାପନ କରି କଠୋର ତପସ୍ୟା କଲେ। ସେ 1000 ବର୍ଷ ଧରି ଆରାଧନା କଲେ। ସୂର୍ଯ୍ୟ ସ୍ୱଭାବତଃ 3 ଲୋକକୁ ଉତ୍ତପ୍ତ କରନ୍ତି। ତପସାଧନା କରିବାରୁ ଆହୁରି ତେଜିଆନ ହୋଇ ଉଠିଲେ। ସୂର୍ଯ୍ୟଙ୍କର ପ୍ରଚଣ୍ଡ ଉତ୍ତାପରେ 3 ଲୋକ ହାହାକାର ପଡ଼ିଗଲା। ଜଗତବାସୀ ବ୍ୟାକୁଳିତ ହେଲେ। ସେହି ତାପ ସନ୍ତାପରୁ ବିଶ୍ୱକୁ ଉଶ୍ୱାସ କରିବା ପାଇଁ ଭଗବାନ ବିଶ୍ବେଶ୍ୱର ସୂର୍ଯ୍ୟଙ୍କ ନିକଟକୁ ପ୍ରବେଶ କଲେ। ସମାଧି ଧ୍ୟାନରେ ମଗ୍ନ ରହି ସୂର୍ଯ୍ୟଦେବ ନିଶ୍ଚଳ ରହିଥିଲେ। ଯେତେବେଳେ ଭଗବାନ ନିଜ ଅମୃତ ହସ୍ତରେ ସୂର୍ଯ୍ୟଙ୍କୁ ସ୍ପର୍ଶ କଲେ, ସେହି ଦିବ୍ୟ ସ୍ପର୍ଶ ଲାଭ କରି ସୂର୍ଯ୍ୟଦେବ ଚେତା ପାଇଲେ ଏବଂ ଦଣ୍ଡ ପ୍ରଣାମ ପୂର୍ବକ ଶିବଙ୍କର ସ୍ତୁତିଗାନ କଲେ। ଭଗବାନ ଶିବ ପ୍ରସନ୍ନ ହୋଇ କହିଲେ, ହେ ପ୍ରଭାକର, ଜାଗ୍ରତ ହୋଇ ସମଗ୍ର ବିଶ୍ୱର ଦୁଃଖ ଦୂର କର। ତୁମେ ମୋର ସ୍ୱରୂପ ଅଟ। ତୁମେ ଯେଉଁ ହରଗୌରୀଙ୍କର ସ୍ତବ ଗାନ କରିଅଛ, ସେହି ସ୍ତବ ପାଠ କରିବା ଲୋକର ସୁଖ ସମ୍ପଦ ପୁତ୍ର ପୁତ୍ରାଦି ବୃଦ୍ଧି ସହିତ ଶରୀର ଆରୋଗ୍ୟ ରହିବ। ପ୍ରିୟଜନର ବିଚ୍ଛେଦ ଦୁଃଖ କେବେ ବି ହୋଇବ ନାହିଁ। ତୁମେ ତପସ୍ୟା କରୁଥିବା ସମୟରେ ତୁମର କେବଳ କିରଣ ହିଁ ଦୃଷ୍ଟିଗୋଚର ହେଉଥିଲା। ତେଣୁ ତୁମ ନାମ ମୟୂଖାଦିତ୍ୟ ହେଉ। ତୁମକୁ ପୂଜା କରୁଥିବା ଲୋକ ନିରୋଗ ରହିବେ। ରବିବାର ଦିନ ତୁମକୁ ଦର୍ଶନ କଲେ ଦାରିଦ୍ର୍ୟତା ଦୂର ହେବ। ସ୍କନ୍ଦ ପୁରାଣରେ କୁହାଯାଇଛି, ତ୍ୱଦର୍ଶନ ନୃଣାଂ କଶ୍ଚିନ୍ ବ୍ୟାଧିଃ ପ୍ରଭବିଷ୍ୟତି ଭବିଷ୍ୟତି ନ ଦାରିଦ୍ର୍ୟଂ ରବିବାରେ ତ୍ୱଦୀକ୍ଷଣାତ୍।